ପିଲାମାନେ ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ ତରଫରୁ ତୁମମାନଙ୍କୁ ସମସ୍ତଙ୍କୁ ଶୁଭ ଅଭିନନ୍ଦନ। ଆମମାନେ এই ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମରେ ଅନେକ ପାଠ ପଢ଼ିଗଲେଣି ନା ନାହିଁ? ଗୀତ, ଗପ, ପ୍ରବନ୍ଧ, ରଚନା, ପତ୍ର ଲିଖନ, ଅବବୋଧ ପରୀକ୍ଷଣ ଏସବୁ ଶିଖିଗଲେଣି। ଆଜି ଗୋଟେ ଯାତ୍ରା ଦେଖିବା। ତୁମେ ଯାତ୍ରା ଦେଖିଛ ନା ନାହିଁ? ଯାତ୍ରା ଦେଖିଛ? ଯାତ୍ରା କାହା କହିଲା? ଯାତ୍ରା କାହା କୁହାଯାଏ? ଯାତ୍ରା ହେଉଛି ଗୋଟେ ମେଳା, ଆଉ ଗୋଟେ ଯାତ୍ରା ହେଉଛି ଥିଏଟର, ଯାହାକି ଅଭିନୟ ଯେଉଁ ଦୃଶ୍ୟ କହନ୍ତି ସେଟାକୁ ସେ ଯାତ୍ରା ମଧ୍ୟ ଦେଖନ୍ତି। ଯାତ୍ରା ପାର୍ଟି ଦେଖିଛ ନା ନାହିଁ? ଶିବାନୀ ଗଡ଼ନାଟ୍ୟ, ପାର୍ବତୀ ଗଡ଼ନାଟ୍ୟ, ଗୌରୀ ଗଡ଼ନାଟ୍ୟ, ତୁଳସୀ ଗଡ଼ନାଟ୍ୟ, ବାଘାଯତୀନ ଗଡ଼ନାଟ୍ୟ ଦେଖିଛ ନା ନାହିଁ? ସବୁ ଯାତ୍ରା ଦେଖିଥିବ ନା ଦେଖିନ? ନହେଲେ ଟିଭିରେ ଦେଖିଥିବ ନା, ଅଳଙ୍କାରରେ। ତେଣୁ ଯାତ୍ରା ଦେଖିଥିବ। ତେଣୁ ଏଇ ଯେଉଁ ଯାତ୍ରା ବା ଆଉ କ'ଣ ନା, ଏଇ ଯେଉଁ ସିରିଏଲ୍ ସବୁ ଚାଲିଛି, ଟିଭିରେ ସବୁ ସିରିଏଲ୍ ଚାଲିଛି, ବିଭିନ୍ନ ସିରିଏଲ୍ ଚାଲିଥାଏ, ବା ଫିଲ୍ମ ଯେଉଁ ଚଳଚ୍ଚିତ୍ର ଚାଲିଛି ତାକୁ ସବୁ ଦେଖିଛ ନା ନାହିଁ? ଦେଖିଥିବ। ତ ସେଗୁଡ଼ା କ'ଣ? ସେଗୁଡ଼ା ଗୋଟେ ଗୋଟେ ନାଟକ, ବୁଝିଲ କ'ଣ? ସେଗୁଡ଼ା ଗୋଟେ ଗୋଟେ ନାଟକ। ତା ଦେହର କିଛି ଅଙ୍କ ଥାଏ, 3ଟା 4ଟା 5ଟା ଅଙ୍କ ଥାଏ। ପ୍ରତ୍ୟେକ ଅଙ୍କରେ କିଛି ଦୃଶ୍ୟ ଥାଏ। ଆଗରୁ କହିଥିଲେ ଏଟାକୁ। ତେଣୁ ପୁଣି ନାଟକଟାକୁ ଗୋଟେ କ୍ଷୁଦ୍ର ନାଟକ କହିବା, କ୍ଷୁଦ୍ର ନାଟକ କହିପାରେ। ଆଉ ଗୋଟେ ଗୀତ ଆକାର ଯେଉଁ ଚାଲିଥିବ ସେଇଟା ଗୀତିନାଟ୍ୟ। ନୃତ୍ୟ ଉପରେ, ବେଶୀ ନୃତ୍ୟ ଉପରେ ଥିଲେ ତାକୁ ନୃତ୍ୟ ନାଟିକା, ଏଗୁଡ଼ା ଚାଲିଥାଏ। ବର୍ତ୍ତମାନ ନୃତ୍ୟ ନାଟିକା ବେଶୀ ଚାଲିନି, ଗୀତନାଟ୍ୟ ବି କମିଗଲାଣି, ବୁଝିଲେ ତ? ବର୍ତ୍ତମାନ ନାଟକ ଚାଲିଛି। ଆଉ ଚାଲିଛି କ'ଣ? ନାଟକ ଅପେକ୍ଷା ଭଲ ଲାଗେ କ୍ଷୁଦ୍ର ନାଟକ। କାହିଁକି? ସମସ୍ତେ ଆଜିକାଲି ବ୍ୟସ୍ତ, ସମସ୍ତଙ୍କ ପାଖରେ ସମୟ କମ୍। ତେଣୁ ଆମେ ଅଳ୍ପ ସମୟ ଭିତରେ କେମିତି ସବୁଗୁଡ଼ାକ ଦେଖିଦେଇକି ମନ ଖୁସି କରିଦେବା। ତ ନାଟକଟା କାହିଁକି ଦେଖାଯାଏ? ମନଟା ଖୁସି କରିବା ପାଇଁ। ତେଣୁ ସେଇଥିପାଇଁ ଗୋଟେ ଛୋଟ ନାଟକ, ଯାହାକୁ କ'ଣ କୁହାଯାଏ? ଗୋଟେ ଏକାଙ୍କିକା କୁହାଯାଏ। ଏକକ ଅଙ୍କ ବିଶିଷ୍ଟ ରଚନାକୁ ଏକାଙ୍କିକା କୁହାଯାଏ, ବୁଝିଲେ ତାକୁ? ତ ତାକୁ ଛୋଟ ନାଟକ କୁହାଯାଏ। ତାର ବିଷୟରେ ଆମେ ଆଲୋଚନା କରିବା। ତା ପୂର୍ବରୁ ମୋତେ ଟିକେ କହିବ, ସେଗୁଡ଼ା ତ ମୁଁ ଆଲୋଚନା କରିବି। କେଉଁ ନାଟକକୁ ଆଣିବି, କ'ଣ କରିବି, ସେଟା ପଛରେ କହିବି। ତୁମ ବହିର ନାହିଁ, ମୁଁ ଗୋଟେ ଅଲଗା ଅଛି, ଗୋଟେ ମଜା କରିବା ଆଜି। ତେଣୁ ତୁମେ କହିଲ, ଆଚ୍ଛା ତୁମେ ଓଡ଼ିଶାର ଦର୍ଶନୀୟ ସ୍ଥାନ କ'ଣ କ'ଣ ସବୁ ଜାଣିଛ? କେଉଁ ସ୍ଥାନ ସବୁ ଦର୍ଶନୀୟ ସ୍ଥାନ ତୁମେ ବୁଲିବାକୁ ଯାଇଛ ବା ଯାଇନାହୁଁ ଶୁଣିଛ? କିଛି ପିଲା ଯାଇଥିବ, ଆଉ କିଛି ପିଲା ବି ଯାଇନଥିବ, ସୁଯୋଗ ପାଇନ, ପରେ ସୁଯୋଗ ନିଶ୍ଚୟ ପାଇବ। ତେଣୁ ସେଟାକୁ କ'ଣ କହିଲ? କେଉଁ ସ୍ଥାନ ସବୁ? କ'ଣ? ପୁରୀ ଆଉ ଚିଲିକା, ଆଉ କୋଣାର୍କ, ଆଉ ଭୁବନେଶ୍ୱର ନା କ'ଣ? ଭୁବନେଶ୍ୱର ଆଉ ହୀରାକୁଦ ଡ୍ୟାମ୍ ଯେଉଁଟା ସମ୍ବଲପୁରରେ ଅଛି, ସମଲେଶ୍ୱରୀ ମନ୍ଦିର ଅଛି, ଆହୁରି ଖଣ୍ଡାଧାର ଅଛି ନା କ'ଣ? ଶିମିଳିପାଳ ଜଙ୍ଗଲ ଅଛି। ତେଣୁ ଏ ଦୁନିଆ ଆଡ଼ ଅଛି। ତେଣୁ ସେ ଯେଉଁ କୋଣାର୍କ ଗୋଟେ କହୁଛ ଦର୍ଶନୀୟ, ସେ କୋଣାର୍କ କାହିଁକି? କୋଣାର୍କଟା କ'ଣ? ଜଣକୁ ପଚାରିଲି କୋଣାର୍କ କ'ଣ, ସେ ପିଲା କହିଲା କୋଣାର୍କ ହେଉଛି ଗୋଟେ ମନ୍ଦିର। ଏ କୋଣାର୍କ ଗୋଟେ ମନ୍ଦିର? କୋଣାର୍କଟା କ'ଣ? କୋଣାର୍କ ଗୋଟେ ଜାଗାର ନାମ, ଗୋଟେ ସ୍ଥାନର ନାମ ହେଉଛି କୋଣାର୍କ, ବୁଝିଲ କ'ଣ? ସେଟା ଗୋଟେ ମନ୍ଦିର ନୁହେଁ, ବୁଝିଲ କ'ଣ? ତମକୁ ଯଦି ପଚରାଯାଏ କୋଣାର୍କ କ'ଣ, ତ ମନ୍ଦିର କହିବନି, ତୁମେ କହିବ ଗୋଟେ ସ୍ଥାନର ନାମ କୋଣାର୍କ। ସେ ସ୍ଥାନଟା କେଉଁଠି ଦେଖିବା? ଆମର ରାଜଧାନୀ କେଉଁଟା? ଓଡ଼ିଶାର ରାଜଧାନୀ ଭୁବନେଶ୍ୱର। ତ ଭୁବନେଶ୍ୱରରୁ 60 କିଲୋମିଟର ଦୂର, ଆଉ ପୁରୀ ଜଗନ୍ନାଥ ମନ୍ଦିରରୁ 35 କିଲୋମିଟର ଦୂର। ସେପଟରୁ 35 କିଲୋମିଟର ଆସିବ, ବା ଯଦି ଭୁବନେଶ୍ୱରରୁ ଆମେ ଯିବା ପୁରୀ ଆଡ଼ିକି, ତାହେଲେ 60 କିଲୋମିଟର। ଏଇଟା ପୁରୀ ଜିଲ୍ଲା ଭିତରେ ଗୋଟେ ମଧ୍ୟମ ଧରଣର ଟାଉନ। ବଡ଼ ଟାଉନ ଜାଣିଛ, ବଡ଼ ଟାଉନ, ବଡ଼ ସହର, ଆଉ ଗୋଟେ ଛୋଟିଆ ସହର, ଆଉ ଗୋଟେ ମଧ୍ୟମ ଧରଣ ସହର। ତ ସେ ମଧ୍ୟମ ଧରଣ ସହର ଗୋଟେ ଏଇଟା ପୁରୀ ଜିଲ୍ଲା ଭିତରେ ଅବସ୍ଥିତ। ପୁରୀଠାରୁ 35 କିଲୋମିଟର ଦୂର, ଆଉ ଭୁବନେଶ୍ୱରରୁ 60 କିଲୋମିଟର ଦୂର, ସମୁଦ୍ର କୂଳରେ, ବୁଝିଲେ କ'ଣ? ସମୁଦ୍ର କୂଳରେ ଏହା, ବଙ୍ଗୋପସାଗର କୂଳରେ ଏହା ଅବସ୍ଥିତ, ବୁଝିଲା ତ? ତେଣୁ ଏଇଟା ହେଉଛି କୋଣାର୍କ, ଗୋଟେ ହେଉଛି କ'ଣ? ସ୍ଥାନ ନାମ।
এটা କାହିଁକି ପ୍ରସିଦ୍ଧ ବର୍ତ୍ତମାନ ଛୋଟ ସହର ପାଇଁ ନୁହେଁ, ମଧ୍ୟମ ଧରଣର ଟାଉନ୍ ପାଇଁ ନୁହେଁ, ଆଉ ନା ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ। କୋଣାର୍କଟା ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ। ତେଣୁ ସେଇ ଯେଉଁ କୋଣାର୍କ ସ୍ଥାନ ନାଁ ଅନୁସାରେ ସେ ସୂର୍ଯ୍ୟ ମନ୍ଦିରର ନାମ କୋଣାର୍କ ମନ୍ଦିର ଦିଆହେଇଛି। ବୁଝିଲ ତ? କୋଣାର୍କ ମନ୍ଦିର ଦିଆହେଇଛି। ବୁଝିଲ ତ? ତାକୁ କିଏ ବାଗେଇଥିଲେ କହିଲ? କୋଣାର୍କ ମନ୍ଦିର ଆମେ ଇତିହାସ ଜାଣିବା। କୋଣାର୍କ ମନ୍ଦିର ଇତିହାସ ଆମେ ଦେଖିବାକୁ ଗଲେ 1238 ଖ୍ରୀଷ୍ଟାବ୍ଦରେ, 1238 ଖ୍ରୀଷ୍ଟାବ୍ଦ ତାର କେଉଁ ଶତାବ୍ଦୀ ହେଲା କହିଲ? ତ୍ରୟୋଦଶ 1300 ଶତାବ୍ଦୀ। 1300 1201 କତରୁ 1300 ଆରମ୍ଭ ହେଲା। 1201ରୁ 1300, 1300 ବା ତ୍ରୟୋଦଶ 3 10 13 ତ୍ରୟୋଦଶ ଶତାବ୍ଦୀ। ଶତାବ୍ଦୀ ମାନେ 100 ବର୍ଷ, ବୁଝିପାରିଲ କ'ଣ? ତ୍ରୟୋଦଶ ଶତାବ୍ଦୀ ବା 1238 ଖ୍ରୀଷ୍ଟାବ୍ଦରେ ଆମ ଉତ୍କଳର ରାଜା ଥିଲେ ଅନଙ୍ଗ ଭୀମଦେବ। ସିଏ ମରିଗଲା ପରେ ତାଙ୍କ ପୁତ୍ର ନରସିଂହ ଦେବ ସେ ଉତ୍କଳର ଶାସନ ଭାର ଗ୍ରହଣ କଲେ। କିଏ? ଅନଙ୍ଗ ଭୀମଦେବଙ୍କ ପୁତ୍ର ନରସିଂହ ଦେବ 1238 ଖ୍ରୀଷ୍ଟାବ୍ଦରେ ସେ ଉତ୍କଳର ସିଂହାସନ ଆରୋହଣ କଲେ। ସେ ବଡ଼ ବୀର ଥିଲେ ଆଉ ରାଗୀ ମଧ୍ୟ ଥିଲେ। ବୁଝିଲେ କ'ଣ? ମହାରାଗୀ ଥିଲେ। ତେଣୁ ଅନେକ କୁହନ୍ତି ସେ ତ ରାଗି ଯାଆନ୍ତି, ସିଂହ ଯେମିତି ଆକ୍ରମଣ କରିବାକୁ ବାହାରେ ତ ରାଗି ଯାଇକି ଆକ୍ରମଣ କରିବା ବାହାରେ ତା ଲାଙ୍ଗୁଟା ଟେକିଦିଏ। ସେତେବେଳେ ସେ ନରସିଂହ ଦେବ ସେଇଭଳିଆ ତ ରାଗି ଯାଆନ୍ତି, ଲାଙ୍ଗୁଳ ଭଳିଆ ତାଙ୍କର ଗୋଟେ ବାହାରେ, ତାକୁ ଲାଙ୍ଗୁଳା ନରସିଂହ ଦେବ। ଆଉ କେତେ ଜଣ କୁହନ୍ତି, ଆଉ କେତେ କୁହନ୍ତି ନରସିଂହ ଦେବଙ୍କ ମେରୁଦଣ୍ଡଟା ଲାଙ୍ଗୁଳ ଭଳିଆ ବାଙ୍କି ଯାଇଥିଲା। ମଝି ଯେଉଁ ମେରୁଦଣ୍ଡଟା ଲାଙ୍ଗୁଳ ଭଳିଆ ବାଙ୍କି ଯାଇଥିଲା। ତେଣୁ ତାକୁ ଗୋଟେ ପୋଷାକରେ ତାକୁ ଆଚ୍ଛାଦିତ କରାହେଉଥିଲା, ଯେଉଁ ପୋଷାକଟା ଲାଞ୍ଜ ଭଳିଆ ଲମ୍ବିଥିଲା ତଳକୁ, ରାଜା ଚାଲିଲା ବେଳେ ଲାଞ୍ଜ ଭଳିଆ ଘୁଷୁରୁଥିବ। ରାଜାଙ୍କ ପଛପଟେ ଗୋଟେ ପର୍ଦ୍ଦା ଗୋଟେ ଟାଙ୍ଗି ଦିଅନ୍ତି ନା, ତୁମ ଗୋଟେ ମୁଁ ଛୁଆ ହେଇଥିଲି ଆଉ ଯାତ୍ରା ପଟେ ଆମ ବାଟରେ ଆମେ ସବୁ ଯାତ୍ରା କରୁ, ଯାତ୍ରା ଦେଖି ଆସିବୁ ଦୋଳରେ ପଡ଼ିକି ମୁଁ ରାଜା ହେଇଯିବି, ଗୋଟେ ଗାମୁଛାଟା ବାନ୍ଧିଦେବେ, ବେକର ବାନ୍ଧିଦେବି, ପଛପଟେ ଝୁଲୁଥିବ, ଯେମିତି ଚାଲିବି ରାଜା ଚାଲିଛନ୍ତି। ଠିକ୍ ସେଇଭଳିଆ ସେ ଯେଉଁ ଝୁଲୁଥାଏ ତାକୁ ଲାଙ୍ଗୁଳ ଝୁଲୁଛି। ତେଣୁ ନରସିଂହଦେବଙ୍କର ଅନ୍ୟ ନାଁ ହେଇଥାଏ ଲାଙ୍ଗୁଳା ନରସିଂହଦେବ। ବୁଝିପାରିଲେ କଥା? ତେଣୁ ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲେ। ପଶ୍ଚିମବଙ୍ଗର ଗଙ୍ଗାଠାରୁ ଏପଟେ ଆନ୍ଧ୍ରପ୍ରଦେଶର ଗୋଦାବରୀ ପର୍ଯ୍ୟନ୍ତ, ଆସାମ ପର୍ଯ୍ୟନ୍ତ ଚାଲି ଲାଗିଥିଲେ। ସେ ବିରାଟ ରାଜ୍ୟ ସେ ଜୟ କରିଥିଲେ। କିଛି ବୁଝିବା କଥା। ତେଣୁ ସେଇ ଯେଉଁ ନରସିଂହଦେବ ଏଟାକୁ ତ୍ରୟୋଦଶ ଶତାବ୍ଦୀରେ ଏଇଠାକୁ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ। ସେ ପାଇଁ କେତେକ କଥା ଅଛି। କ'ଣ କଥା ଦେଖିବା? କାହିଁକି ସେ ତିଆରି କରିଥିଲେ? କେତେ କୁହନ୍ତି ତାଙ୍କୁ କୋଣାର୍କ ମନ୍ଦିର ତିଆରି କରିବା ପାଇଁ ତାଙ୍କ ମା କସ୍ତୁରୀ ଦେବୀ କହିଥିଲେ। ତାଙ୍କ ମା କସ୍ତୁରୀ ଦେବୀ କହିଥିଲେ ତେଣୁ କୋଣାର୍କ ମନ୍ଦିର ଗୋଟେ ତିଆରି, ଏଠି ସୂର୍ଯ୍ୟ ମନ୍ଦିର ଗୋଟେ ତିଆରି କର କୋଣାର୍କଠାରେ। କାହିଁକି ନା କୋଣାର୍କ ହେଉଛି ସୂର୍ଯ୍ୟଙ୍କର କ୍ଷେତ୍ର। କ'ଣ ସୂର୍ଯ୍ୟଙ୍କର କ୍ଷେତ୍ର ଦେଖିବା ନା, ଗୟାସୁରକୁ ବିଷ୍ଣୁ ଯେତେବେଳେ ବଧ କରିସାରିଲେ, ଗୟାସୁରକୁ ଯେତେବେଳେ ବିଷ୍ଣୁ ବଧ କରିସାରିଲେ ସେତେବେଳେ ପୁରୀରେ ତାଙ୍କ ଶଙ୍ଖ ଛାଡ଼ି ଦେଇଥିଲେ। ଶଙ୍ଖ ଛାଡ଼ି ଦେଇଥିଲେ ପୁରୀରେ। ତେଣୁ ପୁରୀକି କୁହାଯାଏ କ'ଣ କୁହାଯାଏ? ଶଙ୍ଖ କ୍ଷେତ୍ର। ପୁଣି ଭୁବନେଶ୍ୱର ଛାଡ଼ି ଦେଇଥିଲେ ଚକ୍ର। ଭୁବନେଶ୍ୱର ଚକ୍ର ଛାଡ଼ି ଦେଇଥିଲେ, ଭୁବନେଶ୍ୱର କୁହାଯାଏ ଚକ୍ରକ୍ଷେତ୍ର। ଯାଜପୁରର ସେଭଳିଆ ଛାଡ଼ି ଦେଇଥିଲେ ଗଦା, ତେଣୁ ଯାଜପୁରକୁ କୁହାଯାଏ ଗଦା କ୍ଷେତ୍ର। ଆଉ କୋଣାର୍କ ଠାରୁ ଛାଡ଼ି ଯାଇଥିଲା ପଦ୍ମ, ତେଣୁ କୋଣାର୍କକୁ କୁହାଯାଏ ପଦ୍ମକ୍ଷେତ୍ର ବା ଅର୍କ କ୍ଷେତ୍ର ମଧ୍ୟ କୁହାଯାଏ। ବୁଝିଲେ ତା କଥା? ତେଣୁ ଏଇ ଯେଉଁ ଚାରିଟା କ୍ଷେତ୍ର ପୂର୍ବାଞ୍ଚଳର, ଭାରତର ପୂର୍ବାଞ୍ଚଳର ଏଇ ଯେଉଁ ମହାତ୍ମ୍ୟ ଥିବା ଏଇ ଯେଉଁ ଚାରିଟା କ୍ଷେତ୍ର, ଶଙ୍ଖ କ୍ଷେତ୍ର ପୁରୀ, ଭୁବନେଶ୍ୱର ହେଲା ଚକ୍ରକ୍ଷେତ୍ର, ଗଦା କ୍ଷେତ୍ର ହେଲା ହେଉଛି ଯାଜପୁର, ଆଉ ପଦ୍ମକ୍ଷେତ୍ର ହେଲା କୋଣାର୍କ। ଏ ଚାରିଟା କ୍ଷେତ୍ର ଭିତରୁ ନରସିଂହଦେବ ସମୟରେ ତିନିଟା କ୍ଷେତ୍ରର ମାହାତ୍ମ୍ୟ ବଢ଼ିଯାଇଥିଲା। କେଉଁ ତିନିଟା କ୍ଷେତ୍ର? ନା ଗଙ୍ଗବଂଶର ରାଜା ନରସିଂହଦେବ କେଉଁ ବଂଶର ରାଜା ଥିଲେ? ଗଙ୍ଗବଂଶୀୟ ରାଜା ଥିଲେ। ତା ପୂର୍ବରୁ ଗଙ୍ଗବଂଶୀୟ ରାଜା ଯିଏ ଚୋଡ଼ଗଙ୍ଗଦେବ, ସେ ପୁରୀରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିସାରିଥିଲେ। ତ ପୁରୀ ଫେମସ୍ ହେଇଥିଲା, ଶଙ୍ଖ କ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିର ପାଇଁ ଫେମସ୍ ହେଇଥିଲା। ତ
ତେଣୁ ଗଙ୍ଗବଂଶ ପୂର୍ବରୁ କେଶରୀ ବଂଶ ଯେଉଁଟା ଥିଲା ଉତ୍କଳ କେଶରୀ ବଂଶ ରାଜତ୍ୱ କରୁଥିଲେ ଯଜାତି କେଶରୀ ତାଙ୍କ ରାଜଧାନୀ କରିଥିଲେ ବିରଜା କ୍ଷେତ୍ରକୁ ଯେଉଁଟା ଗଦା କ୍ଷେତ୍ର ତାଙ୍କ ରାଜଧାନୀ କରିଥିଲେ ସେଠାରେ ସେ ବିରଜା ମନ୍ଦିର ତଥା ଅନ୍ୟ ବଡ଼ ବଡ଼ ମନ୍ଦିର ସେ ନିର୍ମାଣ କରିକି ତାକୁ ମଧ୍ୟ ପ୍ରତିଷ୍ଠିତ କରିସାରିଥିଲେ ତାଙ୍କ ପୁଅ ଯିଏ ଯଜାତି କେଶରୀ ପୁଅ ଯିଏ ମର୍କତ କେଶରୀ ସେ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିର ସ୍ଥାପନ କଲେ ସେଠାକୁ ମଧ୍ୟ ଭୁବନେଶ୍ୱରଟାକୁ ମହାନ କରିଦେଲେ ଆଉ ଅବହେଳିତ ପଡ଼ିଲା କିଏ ନା ଏଇଟା ହେଉଛି ପଦ୍ମକ୍ଷେତ୍ର ଯେଉଁଟା କୋଣାର୍କ କିଏ ପଡ଼ିନାହିଁ ତାକୁ କେହି ତାର କେହି ବଡ଼ ବଡ଼ ମନ୍ଦିର କେହି ତିଆରି କରିନାହାନ୍ତି କିନ୍ତୁ ଛୋଟିଆ ମନ୍ଦିରଟିଏ ଥିଲା ବୋଲି କୁହାଯାଏ କିଏ କରିଥିଲା ଶ୍ରୀକୃଷ୍ଣ ପୁଅ ଶାମ୍ବ କୁଷ୍ଠ ରୋଗରୁ ଯେତେବେଳେ କୁଷ୍ଠ ରୋଗ ଆକ୍ରାନ୍ତ ହେଲେ କୁଷ୍ଠ ରୋଗରୁ ମୁକ୍ତି କରିବା ପାଇଁ ସେ ସୂର୍ଯ୍ୟଙ୍କୁ ଉପାସନା କରିବାକୁ ଲାଗିଲେ କେଉଁଠି କରିଛ ନା ପ୍ରକୃଷ୍ଟ କ୍ଷେତ୍ର ସୂର୍ଯ୍ୟଙ୍କୁ ଉପାସନା କରିବା ପ୍ରକୃଷ୍ଟ କ୍ଷେତ୍ର ହେଉଛି ନା ଚନ୍ଦ୍ରଭାଗ ନଦୀ ମୁହାଣ ଯେଉଁଟାକି କୋଣାର୍କଠାରେ ତେଣୁ ସେଠୁ ସେ ରୋଗମୁକ୍ତ ହେଲା ପରେ ଛୋଟିଆ ମନ୍ଦିରଟେ ତିଆରି କରିଥିଲେ ସେଇଠି ସେ ସୂର୍ଯ୍ୟଙ୍କ ବିଗ୍ରହ ପାଇଥିଲେ ଚନ୍ଦ୍ରଭାଗା ନଦୀରୁ ସେଇ ମନ୍ଦିରରେ ବିଗ୍ରହକୁ ସ୍ଥାପନା କରି ସେ ପୂଜା କରିଥିଲେ ବୁଝିବ ତେଣୁ କେତେକ କୁହନ୍ତି ଯେ ନରସିଂହଦେବ ଶାମ୍ବ ଭଳିଆ କୋଷ୍ଠ ରୋଗରେ ପଡ଼ିଥିଲେ ତେଣୁ କୋଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ସେ ସୂର୍ଯ୍ୟ ମନ୍ଦିର ଗୋଟେ ତିଆରି କରିଥିଲେ ସେଟା ବୁଝିଲେ ତ ଆଉ କେତେ କୁହନ୍ତି ଆଉ କିଛି ଜନଶ୍ରୁତି ଅଛି କ'ଣ ଦେଖିବା ଆଉ କିଛି ଜନଶ୍ରୁତି ଅଛି ଆଉ କିଛି ଜନଶ୍ରୁତି ଅଛି ନରସିଂହଦେବ ଯିଏ ଭଲ ପାଉଥିଲେ ତାଙ୍କ ଯୁବକ ସମୟରେ କାହାକୁ ଭଲ ପାଉଥିଲେ ଦେଖିବା ଯୁବକ ସମୟରେ ସେ ଭଲ ପାଉଥିଲେ ଟିକେ ସେ ଇଏ ଶିଶୁପାଳଗଡ଼ର ସାମନ୍ତଙ୍କ କନ୍ୟାକୁ ଶିଶୁପାଳଗଡ଼ର ସାମନ୍ତ ରାଜାଙ୍କ ଝିଅକୁ ସେ ଭଲ ପାଉଥିଲେ କିନ୍ତୁ ତାଙ୍କ ବାପା କାଶ୍ମୀର ରାଜାଙ୍କ ଝିଅଙ୍କ ସହିତ ତାଙ୍କର ବାହାର ଠିକ୍ କରିଦେଇଥିଲେ ତେଣୁ ସିଏ ଯେତେବେଳେ ଆସିକି ଶିଶୁପାଳଗଡ଼ର ରାଜା ଝିଅଙ୍କୁ କହିଲେ କ'ଣ କରିବା ଏଇଭଳିଆ ବାପା ଠିକ୍ କରିଥିଲି ମୁଁ କ'ଣ କରିବି ମୁଁ କିଛି ବୁଝିପାରୁନି କହିଲି ନା ତମ ବାପାଙ୍କ କଥାରେ ଅନୁଯାୟୀ ତମେ ବିବାହ କରିବ ନା ତମେ କହିଲେ ମୁଁ କିଛି ନାହିଁ ମୁଁ ଏମିତି ତମ ପାଇଁ ସାରା ଜୀବନ ଅପେକ୍ଷା କରିବି ତମେ ବିବାହ କରିଯାଅ ବାଧ୍ୟ ସେଠୁ କାଶ୍ମୀର ରାଜାଙ୍କୁ ଝିଅକୁ ବିବାହ କଲେ କି କାଶ୍ମୀର ରାଜା ଝିଅ ଯେତେବେଳେ ଜାଣି ସାରିଲେ ରାଜାଙ୍କ ପୂର୍ବ ପ୍ରଣୟ କଥା ତାଙ୍କର ଆଉ ଗୋଟେ ପ୍ରେମିକା ଅଛି ସେ ଏମିତି ତ୍ୟାଗ କଲା ନିଜକୁ ବିବାହ ନ କରିକି ତାଙ୍କୁ କହିଲା ବାହା ହଉ ସିଏ ତ ମହାନ ହେଇଗଲା ନା ତାକୁ ମୁଁ ରଖିବି ତାକୁ ମାରିଦେବି ତ ରାଜା ନରସିଂହଦେବ ଯୁଦ୍ଧ ଯାଇଥିଲା ବେଳେ ସେ ଯାଇକି ଏଟା ପହଞ୍ଚିକି ତାକୁ ମାରିଦେଇଛନ୍ତି ଏକ ସିନ୍ଧୁକର ତାପରେ ତାକୁ ମାରି ସହିତ ସିନ୍ଧୁକରେ ରଖିକି ତା ନଦୀରେ ଭସି ଦେଇଛନ୍ତି ରାଜା ଯେତେବେଳେ ଫେରିଲେ ସେତେବେଳେ ସେ ଜାଣିସାରିଲେ ଘଟଣା କ'ଣ ଜାଣିସାରିକି ଖୋଜିଲେ ସିନ୍ଧୁକ କୋଡ଼ା କଲା ଦେଖିଲାକୁ ସିନ୍ଧୁକ ଭାସି ଭାସି ଆସି କୋଣାର୍କଠାରେ ଲାଗିଛି ତ କୋଣାର୍କଠାରେ ସେ ସିନ୍ଧୁକକୁ ଉଠେଇକି ଆଣିକି ଦେଖିଲାକୁ ସଭ୍ୟତା ସତେଜ ଥିଲା ସେବା କିନ୍ତୁ ଆଶ୍ଚର୍ଯ୍ୟ କଥା ସବୁଟା ଯେତେବେଳେ ଆଦରରେ ଛୁଇଁ ପକେଇନି ସେ ଉଭେଇ ହେଇଗଲା ତେଣୁ କୁହାଯାଏ ତାରି ସ୍ମୃତି ଉତ୍ସରେ ନିଜ ପ୍ରେମର ସ୍ମୃତି ଉଦ୍ଦେଶ୍ୟରେ ସେ କୋଣାର୍କଠାରେ ସେ ଏକ ସୂର୍ଯ୍ୟ ମନ୍ଦିର ତିଆରି କରିଥିଲେ ଏ ଜନଶ୍ରୁତି କେତେ ସତ କେତେ ମିଛ ତା ସମୟ ଏଇ ହେଉଛି କାହାଣୀ ରାଜା ନରସିଂହଦେବଙ୍କ ଉପରେ ସେ ଏଟାକୁ ବାଗେଇଥିଲେ ତାର ଇତିହାସ କହୁଛି ରାଜା ନରସିଂହଦେବ କୋଣାର୍କଠାରେ ସୂର୍ଯ୍ୟ ମନ୍ଦିର ତିଆରି କରିଥିଲେ ପ୍ରତିଷ୍ଠା କରିଥିଲେ ତ୍ରୟୋଦଶ ଶତାବ୍ଦୀରେ ଇତିହାସ ମାନେ ଯାହା ସତ ଘଟଣା କ'ଣ ଇତିହାସ କହୁଛି ତ୍ରୟୋଦଶ ଶତାବ୍ଦୀରେ ରାଜା ନରସିଂହଦେବ ସୂର୍ଯ୍ୟ ମନ୍ଦିର କୋଣାର୍କଠାରେ ତିଆରି କରିଥିଲେ ତାକୁ କିନ୍ତୁ କୁହାଯାଏ ଯେ 12 ବର୍ଷ ଲାଗିଥିଲା 12 ବର୍ଷ ରାଜସ୍ୱ ଲାଗିଥିଲା 1200 ବଢ଼େଇ ଲାଗିଥିଲେ ଏଟା ବି ସତ କି ମିଛ ତାର କହିହେବନି କେବଳ ଇତିହାସ ହେଉଛି ଯେ ରାଜା ନରସିଂହଦେବ ତ୍ରୟୋଦଶ ଶତାବ୍ଦୀରେ ସୂର୍ଯ୍ୟ ମନ୍ଦିର କୋଣାର୍କଠାରେ ତିଆରି କରିଥିଲେ ଏତିକି ହେଉଛି ଇତିହାସ କହୁଛି ବୁଝିଲା ତ ତେଣୁ ସେଇ ଯେଉଁ କୋଣାର୍କ ମନ୍ଦିର ବର୍ତ୍ତମାନ ଅଛି ନା ବର୍ତ୍ତମାନ ଅଛି ତାର କ'ଣ ଅଛି ଗୋଟେ ଘର ବାଗିଲା ବେଳେ ତୁମର ଯେଉଁ ଘର ବାପାମାନେ ବାଗଉଛନ୍ତି ଲକ୍ଷ୍ୟ କରୁଛ ନା ସମସ୍ତ ବିଲ୍ଡିଂ ଲକ୍ଷ୍ୟ କରୁଛ ସମସ୍ତ କୋଠାର ଲକ୍ଷ୍ୟ କରୁଛ ତାକୁ 3 ଭାଗ କରିଦିଅ ଗୋଟେ ହେଉଛି ଏଣ୍ଟ୍ରାନ୍ସ ରୁମ୍ ଯେଉଁଟାକି ଡ୍ରଇଂ ରୁମ୍ କହୁଛନ୍ତି ପ୍ରଥମେ ପହଞ୍ଚିବା ତାପରେ ଡାଇନିଂ ହଲ୍ ବଡ଼ ସ୍ପେସ୍ଟେ ଖିଆପିଆ କରନ୍ତି ଡାଇନିଂ ହଲ୍ ତାପରେ ହେଉଛି ବେଡ଼ରୁମ୍ ନା ନାଇଁ 3 ଭାଗ କରିଦେବ ଠିକ୍ ସେମିତି ଗୋଟେ ମନ୍ଦିରର ମୋତେ 3 ଭାଗ ପ୍ରଥମରେ ଏଣ୍ଟ୍ରାନ୍ସ ରୁମ୍ ଯେଉଁଟା କୁହନ୍ତି ଆମେ ଡ୍ରଇଂ ରୁମ୍ ସେଇଟା ହେଉଛି ମୁଖ୍ୟଶାଳା ଦ୍ୱିତୀୟ ଯେଉଁଟା ଡାଇନିଂ ହଲ୍ କୁହନ୍ତି
ସେଟା ମଧ୍ୟଭାଗ ମନ୍ଦିରର ମଧ୍ୟଭାଗ ଯେଉଁଠି ଦୀପ ଧୂପ ସବୁ ଦିଆଯାଏ ପୂଜା କରାଯାଏ। ଆଉ ତୃତୀୟରେ ଠାକୁରଙ୍କ ବେଡ଼ରୁମ୍ ଯେଉଁଟାକି ଠାକୁର ପ୍ରତିଷ୍ଠିତ ହେଇଥାନ୍ତି। ତେଣୁ ସେଇ ଯେଉଁ ବିରାଟ ମନ୍ଦିର ସୂର୍ଯ୍ୟ ମନ୍ଦିର 61 ଫୁଟ 200 ଫୁଟ ଉଚ୍ଚ 200 ଫୁଟ ଉଚ୍ଚରେ 61 ମିଟର 200 ଫୁଟ ଉଚ୍ଚରରେ କଳା ମୁଗୁନି ଗ୍ରାନାଇଟ୍ ପଥରରେ ତିଆରି ହେଇଥିଲା। କଳା ଗ୍ରାନାଇଟ୍ ପଥରରେ ଯେଉଁ ତିଆରି ହେଇଥିଲା ସେ ମନ୍ଦିର ନାହିଁ। ଆଉ ଅଛି କ'ଣ ତାର ଏଣ୍ଟ୍ରାନ୍ସ ରୁମ୍ଟା ଅଛି ମୁଖଶାଳାଟା। ପ୍ରକୃତରେ ଠାକୁରଙ୍କ ବେଡ଼ରୁମ୍ ଯେଉଁଟା କି ସୂର୍ଯ୍ୟଙ୍କ ମନ୍ଦିର ସେଟା ନାହିଁ, ପୁରା ଭାଙ୍ଗି ଯାଇଛି, ଭସ୍ମୀଭୂତ ହେଇଛି, ଧସି ହେଇଛି, ପୁରା ନାହିଁ। ଅଛି କେବଳ କ'ଣ ଅଛି ମୁଖଶାଳାଟା ଅଛି। ତ କାହିଁ ଭାଙ୍ଗି ଯାଇଛି? ସେ ପାଇଁ ଗୋଟେ ଗପ ଅଛି, ସେ ପାଇଁ ଗୋଟେ କାହାଣୀ ଅଛି। କାହାଣୀ ଶୁଣିବ କାହିଁକି ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯାଇଛି, କାହିଁକି ତିଆରି ହେଇପାରୁନି ଆମେ ଜାଣିବା ଟିକେ। ସେ ପାଇଁ ଚନ୍ଦ୍ରଭାଗା କାବ୍ୟରେ ରାଧାନାଥ ରାୟ ଲେଖିଛନ୍ତି ଯେ ସୁମନ୍ୟୁ ନାମରେ ଜଣେ ଋଷି ସେଠାରେ ସମୁଦ୍ର କୂଳରେ ତପସ୍ୟା କରୁଥିଲେ। ତାଙ୍କର ସୌନ୍ଦର୍ଯ୍ୟରେ ମୋହିତ ହୋଇ ଲକ୍ଷ୍ମୀଙ୍କ ସହଚରୀ ସାଗର ଅପ୍ସରୀ ଆସିକି ତାଙ୍କୁ ଭଲ ପାଇ ବସିଲେ। ଏକ ବାଧ୍ୟ ହୋଇକି ଦୁଇ ଜଣଙ୍କ ଭିତରେ ପ୍ରେମ ଭାବ ସୃଷ୍ଟି ହୋଇଛି। ଫଳରେ ଗୋଟେ ସୁନ୍ଦରୀ କନ୍ୟା ଜନ୍ମ ହୋଇଛି। ତାର ନାମ ରଖିଛନ୍ତି ଚନ୍ଦ୍ରଭାଗା। ଚନ୍ଦ୍ରଭାଗା ଯେତେବେଳେ ଯୁବକ ଅବସ୍ଥାରେ ଯେତେବେଳେ ଉପନୀତ ହେଇଛି, ଯୁବତୀ ଅବସ୍ଥାରେ ଯେତେବେଳେ ଉପନୀତ ହେଇଛି, ସେତେବେଳେ ଏତେ ସୁନ୍ଦରୀ ରୂପ ଧାରଣ କରିଛି ତାଙ୍କୁ ପାଇବା ପାଇଁ ସମସ୍ତେ ପାଗଳ ହେଇ ଉଠୁଛନ୍ତି। ଏବଂ ଦେବତା ମଧ୍ୟ ପାଗଳ ହେଇଯାଉଛନ୍ତି। ଆଉ ସୂର୍ଯ୍ୟଦେବଙ୍କ ମନ୍ଦିର ସେଇ ପାଖରେ ଥିଲା, ତ ସୂର୍ଯ୍ୟଦେବ ଆଉ ରହିପାରୁନାହାନ୍ତି। ଦିନେ ସନ୍ଧ୍ୟାବେଳେ ସୂର୍ଯ୍ୟଦେବ ତା ପ୍ରେମ ନିବେଦନ କରିଛନ୍ତି ଚନ୍ଦ୍ରଭାଗାକୁ। ଚନ୍ଦ୍ରଭାଗା କିନ୍ତୁ ଋଷିଙ୍କ ଝିଅ, ତାଙ୍କର ଶ୍ରେଣୀକି ମନ ନାହିଁ, କେବଳ ତପସ୍ୟା ଆଡ଼ିକି ମନ, ପୂଜା ଧ୍ୟାନ କର୍ମରେ ମନ। ତେଣୁ ସିଏ ଯେଉଁ ମନା କରିଛନ୍ତି ସୂର୍ଯ୍ୟଦେବତା ଗୁଡ଼େଇଛନ୍ତି। ସେତେବେଳକୁ ଋଷି ପଳେଇ ଯାଇଛନ୍ତି ତପସ୍ୟା କରିବାକୁ। ସନ୍ଧ୍ୟାବେଳକୁ ଫେରିବେ, ଫେରି ନଥାନ୍ତି। ସେଇ ସୂର୍ଯ୍ୟାସ୍ତ ଟାଇମ୍ରେ ସୂର୍ଯ୍ୟଦେବତା ଗୁଡ଼େଇଛନ୍ତି। ଚନ୍ଦ୍ରଭାଗା ବାଧ୍ୟ ହୋଇକି ସମୁଦ୍ର ମଧ୍ୟକୁ ଡେଇଁ ପଡ଼ିକି ଆତ୍ମହତ୍ୟା କରୁଛି। ତେଣୁ ପିତା ସୁମନ୍ୟୁ ଯେତେବେଳେ ଫେରିଲେ, ଚନ୍ଦ୍ରଭାଗା ଯେତେବେଳେ ଡାକିଛନ୍ତି, ଯେତେବେଳେ ଉତ୍ତର କିଛି ନ ପାଇଛନ୍ତି, ସେତେବେଳେ ଧ୍ୟାନରେ ବସି ହେଇଛନ୍ତି। ଧ୍ୟାନରେ ବସି ସବୁ କଥା ଜାଣିପାରୁଛନ୍ତି। ଆଉ ସୂର୍ଯ୍ୟଦେବ ତ ଦେବତା, ସେ ତ ଅମର, ସେ ତ ମରିବେ ନାହିଁ। ତେଣୁ ସେ ଅଭିଶାପ ଦେଇଛନ୍ତି, ତ ଯେଉଁ ବିରାଟ ସୂର୍ଯ୍ୟ ମନ୍ଦିର ସେ ଭାଙ୍ଗିଯାଉ, ଆଉ ତିଆରି ନ ହେଇପାରୁ। ସାଙ୍ଗେ ସାଙ୍ଗେ କଡ଼କଡ଼ ହେଇକି ସେ ମନ୍ଦିର ଭାଙ୍ଗି ଯାଇଛି ପିତା ସୁମନ୍ୟୁଙ୍କ ଅଭିଶାପରେ। ଆଉ ସୂର୍ଯ୍ୟ ମନ୍ଦିର ତିଆରି ହେଇପାରୁନାହିଁ। ସେ ଋଷିଙ୍କ ଅଭିଶାପରୁ ଯେଉଁ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯାଇଛି, ଆଉ ତିଆରି ହେଇପାରୁନାହିଁ, ତେଣୁ ଭାଙ୍ଗି ଯାଇଛି। ବୁଝିପାରିଲା କଥା? କିନ୍ତୁ ଲକ୍ଷ୍ୟ କରିବା ଗୋଟେ କଥା, କ'ଣ କଥାରେ ଅଛି, ସବୁ ଚୁଲି ମୁହଁ ପଶ୍ଚିମକୁ, ସବୁ ନଦୀର ମୁହଁ ସମୁଦ୍ରକୁ। ତ ଚନ୍ଦ୍ରଭାଗା ଗୋଟେ ନଦୀ, ସେ ସମୁଦ୍ରରେ ମିଶିଛି। ସବୁ ନଦୀ ମୁହଁ ସମୁଦ୍ରକୁ, ସେ ଚନ୍ଦ୍ରଭାଗା ଗୋଟେ ନଦୀ, ସେ ସମୁଦ୍ର ପଡ଼ିଛି, ତା ମୁହଁ ସମୁଦ୍ରକୁ। ଏଣେ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯାଇଛି। ଚନ୍ଦ୍ରଭାଗା ସମୁଦ୍ରରେ ମିଶିବା, ଏଣେ ସୂର୍ଯ୍ୟ ମନ୍ଦିର ଭାଙ୍ଗିଯିବା, ଏ ଦୁଇଟାକୁ ମିଶାଇ ଦେଇ ଗୋଟେ ସୁନ୍ଦର କଥା ହେଇଛି। এটা লোক কথা বা কিংবদন্তি, এটা কেতে সত কেতে মিছ আমি জানিনাতি। কিন্তু সূর্য যেহেতু মন্দির তৈরি হয়ে পারনি, তো সে কথা সমস্তে সত বলে ভাবি নিয়ন্তি। বুঝলা? আজির ঘটনা কালকে ইতিহাস পাল্টি যায়, এবং আউ কিছু দিন রইলে সেটা পুরাণ পাল্টি যায়। কোন পুরাণ পাল্টে? যেমিতি কিছু ঘটনা লুহাটা কি দিন রহিলা ক্ষণি ধুই যাইকি রଖିଦେବା, କେତେ ଦିନ ରହିଲା କ୍ଷଣି କଳିକି ଲାଗିଯାଏ। ଠିକ୍ ସେଇଭଳିଆ କିଛି କଥାରେ ବହୁତ ଦିନ ରହିଗଲେ ତା ଦେହରେ କିଛି ଗପ ମିଶିଯାଏ, ମିଛ ମିଶିଯାଏ, କିଛି କଳ୍ପନା ମିଶିଯାଏ। ମିଶିଗଲା ପରେ ତା ନାଁ ଆଉ ଇତିହାସ ହୁଏନି, ତା ନାଁ ହେଇଯାଏ ପୁରାଣ। ଆଜିର କଥା କାଲିକି ଇତିହାସ, କାଲିର କଥା କିଛି ଦିନ ପରେ ସେଟା ପୁରାଣ ପାଲଟିଯାଏ। ତେଣୁ ଏଇ ଯେଉଁ ଐତିହାସିକ କଥା ବର୍ତ୍ତମାନ ପୁରାଣ ପାଲଟି ଯାଇଛି। ତା ଦେହର କିଛି ମିଛ କଥା, କିଛି କାଳ୍ପନିକ କଥା ଯୋଡ଼ା ହେଇଛି। ବୁଝିଲେ ତା କଥା? ତେଣୁ ସେଇ ଯେଉଁ କୋଣାର୍କ ମନ୍ଦିର, ବୁଝିଲ? ସେଇ ଯେଉଁ କୋଣାର୍କ ମନ୍ଦିର ତମେ ଯାଇଛ, ସବୁ ଦେଖି ଆସିଛ। ତେଣୁ ସେଇ କୋଣାର୍କ ମନ୍ଦିର ଆମେ ଜାଣିଲେ, ତାକୁ ନେଇକି ବିଭିନ୍ନ ସାହିତ୍ୟ ରଚନା କରିଛନ୍ତି।
कोणार्क उपरे विभिन्न साहित्य रचना करछन्ते कौन कौन रचना करछन्ते देखिया कोणार्के काव्य गोटे काव्य कोणार्के लिखिछन्ते नीलकंठ दास पढ़ियो तुम पढ़ी निश्चय पढ़ियो यहाँ ब्रिटिश अमल पढ़ी पढ़ी आसी हाई स्कूल में ब्रिटिश अमल पढ़ी आसे कोणार्क काव्य किए रचना करछन्ते नीलकंठ दास बुझ कोणार्क प्रबंध प्रबंध कोणार्क किए रचना करछन्ते पंडित कृपा सिंधु मिश्र कोणार्क नाटक नाटक कोणार्क किए रचना करछन्ते नाट्यकार नाट्य भारती अश्विनी कुमार घोष मुनुए बुझल तो आउ किए लिखी गोटे एकांकिका लिखाई कोणार्क एकांकिका भंज किशोर पट्टनायक आ कोणार्क उपरे गोटे गप लिखा जाए गपटा ना कोणार्क नुहे दधि नौती लिखिं गाल्पिक अश्विनी कुमार महांती आ गोटे कोणार्क उपरे गोटे उपन्यास लिखाई ता ना हूँ शिलापद्म लिखिं प्रतिभा राय बुझल तो यही कोणार्क उपरे साहित्य सृष्टि बुझल तेणु यही जो कोणार्क उपरे आज आम पाठ करवा गोटे क्षुद्र नाटक बा एकांकिका तुम बहिर शेष विषय बोधे एटा शेष एकांकिका ता ना हूँ कोणार्क रचना करछन्ति नाट्यकार भंज किशोर पट्टनायक नाट्यकार भंज किशोर पट्टनायक बुझल तो तेणु से जो कोणार्कटा को आम करदेबा तो चारि भाग कर दिया कोणार्क एकांकिका को चारि भाग कर दिया बुझल तो गोटे हूँ चारि भाग माने चारिटा दृश्य कर दिया तुम कोणार्क एकांकिका को चारोटी दृश्य कराई प्रथम दृश्य द्वितीय दृश्य तृतीय दृश्य चतुर्थ दृश्य प्रथम दृश्य रे राजा नरसिंहदेव आउ मंत्री शिवेई सांतरा समुद्र चंद्रभागा तीर रे सूर्योदय समय रे कथा होउचंती द्वितीय दृश्य रे विशु महाराणार घर विशु महाराणा स्त्री आ तार पुओ धर्मा कथा होता बेले जन आगंतुक पंची से कथा होउचंती तृतीय दृश्य रे धर्मा आ विशु महाराणा आ शिल्पी माने से कथार्ता होउचंती समुद्र तीर रे संध्या समय रे आ चतुर्थ दृश्य रे धर्मा विशु आ शिल्पी माने कथा होउचंती सेही चंद्रभागा तीर रे राति पाहियस्त समय ये चारोटी दृश्य को लेकिन तुम कोणार्क एकांकिका रचित बुझेगा तो तेणु से कोणार्क एकांकिका उपरे आज आम देखा कौन पढ़ा ना देखा तुम स्कूल होते तुम सार मैंने कौन करते तू धर्मा हो तू विशु हो तू शिल्पी हो तू आगंतुक हो तू राजा हो एमती सब जन को कहीकि तो पढ़ी था कि ऑनलाइन शिक्षा कर तुम सब बहुत दूर किए कौटी अच्छ तेणु मु एकिटिया सब हो एकक अभिनय मु करी तुम सब देख यात्रा पेंडल को लक्ष्य कर बुझे तो कौन लक्ष्य करिया प्रथम दृश्य देखीदे है प्रथम दृश्य राजा नरसिंहदेव रखी अच्छी पाखे आ मंत्री शिवेई सांतरा पहुँचती सूर्योदय समय सूर्योदय स्थान कौटी चंद्रभागा तीर चंद्रभागा तीर तुम जानो ये समस्ते जाती एटिकी चंद्रभागार सूर्योदय देखा तेणु से सूर्योदय देखा जाइंट नरसिंहदेव जाइंट सहित अच्छा मंत्री शिवेई बुझल बुझले शिवेई कि अपूर्व दृश्य ये दृश्य मो जीवन में अपसर हो रही मन हूँ सत्य जेपरी सूर्यदेव लंफ प्रदान करी समुद्र उपर को उठी बस क्यों दृश्य नरसिंहदेव जीवन में अपसरा हो रही चंद्रभागार सूर्योदय दृश्य बाह अपूर्व दृश्य क्यों दृश्य चंद्रभागार सूर्य उदय हबार दृश्य को अपूर्व बोली बुझे तो किए लंफ प्रदान कर सूर्यदेव समुद्र उठी आसुले सूर्यदेव
मो जीवन में रेहा उपसार हो रही कि सुंदर दृश्य सांगे सांगे से कहूँ छामु सौंदर्यर पुजारी छामु सौंदर्यर पुजारी किए सौंदर्य पुजारी छामु छामु माने राजा छामु सौंदर्य पुजारी किए कही शिवई कहले बुझे शिवई माँ छाया महादेवी एकांत इच्छा थिला ये चंद्रभागा नदी मुहाण एक सूर्य मंदिर प्रतिष्ठा करिया आम ओडिशा सबु देवता मंदिर अच्छी किंतु सूर्यदेव गोटे हेले मंदिर ना सूर्यदेव हूँ स्वयं नारायण श्रीकृष्ण पुत्र सांब कुष्ठ रोग मुक्ति पाइबापी ये सूर्यदेव को पूजा करी रोगमुक्त होते तेणु मोर इच्छा से माँ को इच्छा को सम्मान देवाक जाई मु चाहे समुद्रर छाती उपरे यही चंद्रभागा नदी कूल पद्मतोला गंडरे एक एमिति सूर्य मंदिर तैयारी हब जहाँ कारुकार्य समग्र विश्व अद्वितीय बर्तमान देखा ता माँ किए छाया महादेवी ता माँ किए छाया छाया महादेवी को एकाध इच्छा कौन थी चंद्रभागा नदी कूल एक सूर्य मंदिर प्रतिष्ठा करें से क्या कहते पु नरसिंहदेव को बुझे तो सूर्यदेव को क्या सहित तुलना कराई स्वयं नारायण सहित बिरंची नारायण कह जाए सूर्यदेव को तेरे सूर्यदेव हूँ स्वयं नारायण सांब क्या पुओ थे श्रीकृष्ण पुओ से क्यों रोग पड़ते कुष्ठ रोग क्या पूजा कर रोगमुक्त होते सूर्यदेव को तेरे केउठारे सूर्य मंदिर निर्माण होगा को नरसिंहदेव कहते क्या छाती उपरे समुद्र छाती उपरे कौ नदी कूल चंद्रभागा नदी कूल क्यों गंडरे पद्मतोला गंडरे गंड बुझिपार जोटे गभीर जल ये तैयारी होगा से चाहते पृथ्वी किपरि हम से अद्वितीय आउ द्वितीय मंदिर हो पार से फास्ट एंड लास्ट अद्वितीय मंदिर क्यों हम पृथ्वी अद्वितीय कारुकार्य सुंदर कारुकार्य पृथ्वी से हम अद्वितीय बुझेगा तो कहले छामु को इच्छा कार्यकारी निश्चय हम को ठीक अच्छी ये कार्यर भार मु तुम उपर अर्पण कली कार्यर भार क्या उपर अर्पण कले राजा शिवे सांतरा उपर कोणार्क मंदिर निर्माण भार किए बहन करते शिवे सांतरा शिवे से कह मो जीवन धन्य है आज्ञा मो जीवन मो निजक धन्य मन कर मो जीवन धन्य है कहीं कहीं शिवे निजक धन्य बोली मन कर ना कोणार्क मंदिर निर्माण भार राजा धन्य है द्वितीय दृश्य धर्मा ता माँ कथा होती धर्मा कांदी कांदी आसा माँ कहूँ कहीं बाप कांचु कहीं कह माँ तू सत कह गोटे कथा कहबी कह बाप कह कह तू कहीं कांचु कह तू मो गोटे बोली धन कह ना सब तू कही कही भंडौचु मो बापा किए कह कहते मुझे सब कह ना तू कह मो बापा किए मत समस्त अण बापा कही चढ़ाऊँ मो बापा किए कह सत कह आज मो सत कथा कहूँ रे बाप आउ तो मिछ कहबी ना तू बड़ुटे हेलु तू एवं जान तो बापा हूँ महान कारीगर ये शिल्पी कूलर से मोड़ मणि से बड़ कारीगर सी महाराजा राजा महाराजा को से गाँवली भाषा कहे महाराजा कौटी मंदिर तोड़ाऊँच सब बढ़ई मान को डाक ने तो बापा गले केउठी तोड़ाऊँ कौन कर जानी 12 वर्ष बीतीगला मो मन कहे निश्चय बचती से निश्चय फेरवे दिने एत बेले जो आगंतुक आसी कबाट ठक ठक कर यहाँ कौन विशु महाराणा घर सेठू धर्मा कहे हाँ हाँ आसतु से तुम कौन विशु महाराणा स्त्री कहे हाँ कहे मु कोणार्क ठारू आसी कोणार्क ठारू कौन आस ना मु बातेनी आनी बातेनी माने बार्ता आगंतुक कौन आना बातेनी कौटू आसला कोणार्क कहले मोट खबर नहीं आसी खबर जमी प्रगट न हुए राजार कथा जो प्रगट हो 1200 बढ़ी मरिया संगे संगे मुंड काट मो मुंड काट हम कहले 1200 बढ़ी कर मुंड काट हम कहीं मो डाण आखि कहीं थरी उठी धर्मा माँ कही मो डाण चक्षु कहीं धरी उठी कह कौन हो कह महाराजाटी 12 वर्ष है कोणार्क ठारे एक सूर्य मंदिर तैयारी कर बड़ मंदिर तैयारी कर मंदिर तैयारी सरी किंतु तार दधि नौती बसी पार चूल बसी पार ना मुंडी भरी पार ना राजा घोषणा कर 7 दिन भितर यदि
देउल चूड़ी मरा न जाए तारे सब बढ़ईर मुंड काट हम कंठ दिन शेष सुधा जदि मुंड ना देउलर चूड़ी न मरा जाए ताने सब बढ़ईर मुंड काट बोली राजा घोषणा कर सागे सागे धर्म उठी कौच बोधे भागमाफर कौटी कौन दोष रही से दधिनवती बसी पार ना कहले अरे बा तू बकुटे बोली पिला तोर एत अनुमान तोर तू कह कहले मो कार्यर कूलर पु मौसा बेले बेले पोथीपत्र देखे तो तेणु मुझे जानी कहले अच्छा अच्छा जाऊँ तुम एपटे किए गोटे भल कारीगर थाए शीघ्र तक पठेब जमी शीघ्र बागेदेवे कहले आउ किए कारीगर अच्छी भाया कारीगर जो हारीगले तेरे आउ किए अच्छी आगंतु कहले जहाँ हो शीघ्र पठेब मु आसी क्या कहबे ना राजार कथा राजा जानवे मो मुंड भी काटब कहले चकाटाल हे तुमरी इच्छा पूर्ण हो कही आगंतु पड़े सागे सागे कादी उठी धर्मामा कह कौन करी मु क्या पठेबी कौन करी भाया लोक कहे मुझे कौन करी बर्तमान सागे सागे धर्मा उठी कौची माँ मु जीवी मु कोणार पाख जीवी कोणार ठार जीवी मो बापा को हाण मोहर रक्षा करी बापा क्यों मोहर रक्षा कर हाण मोहर मु जीवी बापा तू कौन छुटिया छुआ पारू कह टिकी छुआ प्रहल्लाद टिकी छुआ ध्रुव आउ टिकी छुआ अभिमन्यु केते बीर पड़िया देखी तू कौन जानी नुआ मुझे जा देखा मुझे रक्षा करी बापा को और सबू बढ़ई को हाण मोहर रक्षा करी मत मो अटकाना मु निश्चय जीव काली को ठीक अच्छे बापा तो जिद धरचु तान काली सका तो जीवु माँ मंगला को सुमरणा कर जीवु आम बाड़ी बरकोली आ मो मुदी नहीं जीवु बाड़र बरकोली आ मुदी ने बापा ता माँ कही क्या सुमरणा कर जीव मंगला द्वितीय दृश्य शेष तृतीय दृश्य घूरी बोल संध्या बेले बुली उठी किए ना विशु मंदिर को हताश दृष्टि अनैची कोई चूल विहीन मंदिर आज उपहास करुच्ची भास्कर कूलर मौड़मणि विशु विशु तू हारीगलु तोर कल बल कौशल सब हारी तापर हठात अने गोटे छुटिया छुआ घूरी बुलची कहले अरे तू कौन आसु मत थटा करिया तू कौन मत उपहास करिया तू पड़ी आसु मो नाई बाबा नाई बाबा बाबा आह कि कौन डाक सी तोरी भाई आते 12 वर्ष ही चाहता सी स्वप्न सब स्वप्न कह बापा कौन ना कहीं ना कहतु कहीं मुंडे मरी पार ना दधिनवती कहीं बसी पार बाबा मु जानी मुझे कहीपारती जार पिंडरे जीवन ना जार पिंड जीवन ना तार पिंड आसो कौन तो मु किपर कहीपरि ना मु भावुची ना कौन तू भावुछु मु भावुची भागमाफर कौट कौन किसी दोष रही देवलर घर केन्द्र सहित दधिनवती गोटे सरल रेखा रही पार ना जहाँफल से गोड़ी पड़ी कहले तोर एत साहस तू विशु महाराण पुणी दोष काटुचु तन्न तन्न कर भागमाफ कर से बसई तार पुणी दोष काटुचु तू समस्त किसी दोष थाए बाबा ना ना मोर दोष के रही पारे ना मो दोष के सब दोष सब भागमाफ कर देख सारी सब कल बल कौशल मोर फेल मारी तथापि मत टे अनुमति दियो बाबा मुझे चेष्टा करे ना तोते अनुमति देवी ना ताहीपर ना तोते अनुमति दे पारि ना थे मत अनुमति दियो बाबा मु चेष्टा करे देखे कौन हो पार यही टाइम शिल्पी मैंने पहुँची कहे ए विशु भाई प्रथम शिल्पी आसी पहुँची कहे विशु भाई तोते आसी खोजी खोजी आम नाके मरुणी तू ये आसचु आ चल काली सकाल तो मुंड काट आ चल राति खाई पीकी मौज मजलिस करिया कहे देखुच देखुच भाई माने ये मेंचर टोकाटा कौन कहूँ ये देउलर चूड़ी मारदेव द्वितीय शिल्पी कहूँ ये बकटे बोली पिला ये मारदेव कहे हाँ शिल्पी कौन कहते ये मेंचर टोकाटा ये मारदेव कहे आपण मैंने आज्ञा देले मु थे चेष्टा करी देखी मौसा मुझे से प्रथम शिल्पी कही कौन कह विशु भाई कहवा विशु कह मु भावुची जदि सी देउल चूड़ी मार दिए तो राजा कौन भावे तापर आम अवस्था कौन हम मु खाली या चिंता कर द्वितीय शिल्पी कहूँ तृतीय शिल्पी कहूँ एमती मरिया सेमती मरिया हे जाऊ से बागो चेष्टा करूँ कहते मत अनुमति दिंतु मौसा मु सबू चेष्टा करी आसे मु पण करी आसी बढ़ई मानकर मान महत रखी कहले ठीक अच्छे जा बाबा
ଯାହା ଚେଷ୍ଟା କରୁଛୁ କର ଯେ ଗୋଟେ ରାତି କାହିଁକି ଯେ ଟିକେ କାହିଁକି ରାତି ସାରା ଯେତେ ଚେଷ୍ଟା କରୁଛେ ସକାଳ ତାର ମୁଣ୍ଡ କାଟ ଆମେ ଖାଇ ପିଇ ଶୋଉଛୁ ତୁ ଯା। ଏ ତୃତୀୟ ଦୃଶ୍ୟ ସରିଯାଇଛି। ଚତୁର୍ଥ ଦୃଶ୍ୟରେ ମୁଣ୍ଡି ମରିଯାଇଛି, ସୁନ୍ଦର ଦେଖାଉଛି, ଦଧି ନଦୀ ବସିଯାଇଛି, ଖୁବ୍ ସୁନ୍ଦର ଦେଖାଉଛି। ତେଣୁ ଧର୍ମା ତା ବାପାକୁ ଡାକି ଆଣିଛି, ଦେଖାଉଛି କହୁଛି ଦେଖନ୍ତୁ କି ସୁନ୍ଦର ଦେଖାଉଛି। ବିଶ୍ୱାସ କରିପାରୁନାହିଁ, ଆଖି ବିଶ୍ୱାସ କରୁନି। କହ ତୁ କିଏ କହ, ତୁ କ'ଣ ଜଗନ୍ନାଥ ରୂପ ଦେଇ ଆସିଛୁ? ତୁ କ'ଣ ଜଗନ୍ନାଥ ଆସିଛୁ? ସ୍ୱୟଂ ଜଗନ୍ନାଥ କ'ଣ ଓହ୍ଲେଇ ଆସିଛନ୍ତି ଏକୁ ମୁଣ୍ଡି ମାରିବା ପାଇଁ? ନା ତୁ କିଏ ମାୟାବୀ? କହି ମୁଁ ତମରି ପୁଅ ବାପା। କହି ମୋରି ପୁଅ? କହି ଦେଖ ବାବା, ମା ପଠେଇଛି ମୁଦି ଦେଖ, ଆଉ ଏ ବାଡ଼ିର ବରକୋଳି ଦେଖ। ହେ ସତେ ତ ଇଏ ଆମ ବାଡ଼ି କୋଳି, ଇଏ ତ ମୁଦିକା। ମୋରି ପୁଅ ଛଡ଼ା ମୋ ଦୋଷ କିଏ ଭୁଲ ଧରିପାରିବ? ମୋ ଧନ ମୋ ଧର୍ମ କହି କୁଣ୍ଢେଇ ଧରିଛେ ମୁଁ କୋଳି ନେଇଛି। ଏଇ ଟାଇମ୍ରେ ପହଞ୍ଚିଯାଇଛନ୍ତି ଶିଳ୍ପୀମାନେ କହିଛନ୍ତି ବିଶ୍ୱ ତତେ ଆମେ ଗୋଟେ କଥା ପଚାରିବାକୁ ଆସୁଛୁ। କହୁଛି ଯାହା କିଛି ହଉ ମୋ ଧନକୁ ମୁଁ ଛାଡ଼ିବି ନାହିଁ, ମୋ ଧନକୁ ଛାଡ଼ିବିନି। ବିଶୁ ଜାଣିଗଲାଣି କ'ଣ ସେ ପଚାରିବାକୁ କରିଛନ୍ତି। ଦ୍ୱିତୀୟ ଶିଳ୍ପୀ କହିଛି କହ 1200 ବଢ଼େଡ଼ ଦାଏ ନା ପୋର ଦାଏ? 1200 ବଢ଼େଡ଼ ଦାଏ ନା ପୋର ଦାଏ? ପରିସ୍ଥିତି କ'ଣ ହେବ ଜାଣିନେଲା ଧର୍ମା। ସାଙ୍ଗେ କହି ଉଠିଲା 1200 ବଢ଼େଡ଼ ଦାଏ। ଦାଏ ମାନେ 1200 ବଢ଼େଇ ବଞ୍ଚିବେ ନା ତ ପୁଅ ବଞ୍ଚିବାକୁ ତୁ ଚାହୁଁଛୁ? କିଏ ମୂଲ୍ୟବାନ? ନା 1200 ବଢ଼େଇ ମୂଲ୍ୟବାନ। ସାଙ୍ଗେ କହିଛି ନା ବାପା ମୁଁ ତ ଛାଡ଼ିବିନି। କହିଲେ ବାପା ତମେ କାରିୟର କୂଳର ବାପା, ମୋ ମା' ହେଉଛି କାରିୟର କୂଳର ମା'। ମା'କୁ କହିବ ସେ ମୋ ପାଇଁ ସେ କାନ୍ଦିବ ନାହିଁ। ମୋ ଦେଶ ଜାତି ପାଇଁ ମୁଁ ଆଜି ଜୀବନ ଦେଉଛି। ତେଣୁ ସେ ଗର୍ବ କରିବ, ଯେ ବଢ଼େଇ ବୋଲି ଗର୍ବ କରିବ, କାନ୍ଦିବ ନାହିଁ। ମୁଁ ସେ ତାର ଗୋଟେ ବୋଲି ପୁଅ, କିନ୍ତୁ ଆଜି ସେ କାରିୟର କୂଳର ମା'। ବିଦାୟ ବାବା, ବିଦାୟ ଜନ୍ମଭୂମି। ତାପରେ ସେ ଯାଇକି ସମୁଦ୍ରରେ ଝାସ ଦେଇଛି। ଏ ସରିଗଲା ହେଉଛି ତୁମର ଏକାଙ୍କିଆ ଶେଷ, ଯାତ୍ରା ଶେଷ। ବୁଝିପାରିଲା କଥା କ'ଣ? ଇଏ ହେଉଛି ଧର୍ମ ତୁମ କୋଣାର୍କ ଏକାଙ୍କିକା। ଆଜି ମୁଁ ପଢ଼େଇଦେଲି, ବିଷୟଟା ସବୁ ଜାଣିଗଲ। ପ୍ରଶ୍ନ ଛୋଟିଆ ପ୍ରଶ୍ନ ସବୁ ମୁଁ କହିସାରିଛି, କହୁଛି ଏଣେ ଉତ୍ତର ଦେଉଛି, ତୁମେ ଜାଣିପାରିବ। ଆଉ ଗୋଟେ ଯେଉଁ ଉକ୍ତି ଆଉ ବକ୍ତା ପଡ଼ିଯିବ ତୁମ। ଏ ଉକ୍ତି କିଏ କହିଛି? 1200 ବଢ଼େଡ଼ ଦାଏ ନା ପୋର ଦାଏ? ଦ୍ୱିତୀୟ ଶିଳ୍ପୀ 1200 ବଢ଼େଡ଼ ଦାଏ କିଏ କହିଛି? ଧର୍ମା କହିଛି। ତାହେଲେ ଏଇଭଳିଆ ପ୍ରଶ୍ନ କିଛି ଆସିବ, ତାକୁ ଲେଖିବ। ବୁଝିଲ ତ? ଏ ହେଉଛି ଧନ୍ୟବାଦ ତୁମର ଆଜି ଅନଲାଇନ୍ ଶିକ୍ଷା କାର୍ଯ୍ୟକ୍ରମକୁ।